କାହିଁକି କହିଲ ଆପଣ ତଳ ଉପର ଥରେ ଖୋଲିକିରି ଗାଧଉଛି। ହଁ ଭଲକିରି ଗାଧଉଛି ସାବୁନ ଲଗେଇ ଗାଧଉଛି। ତା ଉପରେ କରୁଛି କଣ? ମୁଁ ଭାବିଲି ଦେଖି ଏ ଲୋକଟା ଉପରେ କରୁଛି କଣ? ବଡି ଚଢି ଭାରି କଷ୍ଟ ପାଉଛି ପେଟ ପାଇଁ ଏବେ ବା ଖାଲି ସେଇଟା ବା ମୁଁ ମୁଣ୍ଡେଇଛି। ତମେ ସିନା ଏବେ ମୁଣ୍ଡେଇଛ, ସେ ବୁଢା ଆଇଲେ ମତେ ପୁଣି କହିବାକୁ ପଡିବ ନାହିଁ। ହେଇଟି ଶୁଣ 11 ମାସ ହେଇଗଲା, ଆଉ କଥାଟା ତ ଆଗକୁ ନ ଗଲେ ଏଇଠି କାମ ସାଥ। ଆମେ ବ୍ୟସ୍ତ ହଉନି ଆଜି ବହି ବଢିଦେବା। ଶୀଘ୍ର ପୁରା ଖାଲି ପୁରେଇ ହବନି, ଗୋଟେ କଣ କରିବାକୁ ହବ ନା। କଣ କରିବି ମୁଁ ତମକୁ ବାଡେଇ ମାରିଦେବି। ହଁ ବାଡେଇ ତମକୁ ମୁଁ ମାରିଦେବି। ଜୀବନ ଯିବା ଆସିବା କରୁଛି ବଞ୍ଚୁକି ମରିବ ତାକେ ବଞ୍ଚୁନି କଣ କରୁଛି? ସେ କଣ କରୁଛି ଜାଣିଛ? ତମେ ତ ମୋ ପାଖରେ ସବୁଦିନ ରହୁନ। ସେ କଣ କରିଛି? ବଡି ଚଢି ସେ ଦୋକାନ ମିଛ କଥା କହୁଛି। କଣ ହେଲା କହିଲ? କଣ କି ସେ ପଶିଗଲା ବାଥରୁମ ଭିତରେ ରହିବି? ମୁଁ ଯେମିତି ସବୁଦିନ ଗାଧେଇବା କଥା ବାଥରୁମକୁ ଯାଇକି ଗାଧଉଛି। ସେ କଣ କରିଛି? ମତେ ମୋର ନଜର ପଡିଲା ହଠାତ୍ କବାଟ କଣା ଉପରେ। ହଁ ମତେ ଉଡେଇକି ଦେଖୁଛି। ତମେ ସେଇଠୁ କିଏ ପାଟି କଲନି? ସେ ଗଳା ପଳେଇ ଯାଇନଥା ନା? କେମିତି ପାଟି କରିବି? ମୁଁ ପୁରା ଦେଖୁଛି, ସେ ଦେଖୁଛି, କିନ୍ତୁ ମୁଁ ନ ଦେଖିଲା ପରି ତା ଆଡକୁ ଭଲ କି ଦେଖେଇକିରି ଗାଧଉଛି। କାହିଁକି କହିଲ? ମୁଁ ଭାବିଲି ଦେଖି ଲୋକଟା ଉପରେ କରୁଛି କଣ? ସପୋଜ ମନେକର ଧରାଯାଉ ଯଦି ସେ ତମ ବାଥରୁମର ଡୋର କଣାରେ ତମକୁ ଗଳିକି ଦେଖିଲା, ତାପରେ କଣ ହେଲା? ତାପରେ ମୁଁ ଯେମିତି ଗାଧେଇବା କଥା ବାଥରୁମରେ ଗାଧଉଥାଏ, ଯେତିକି ଲୁଗାପଟା ତଳ ଉପର ଥିଲା ଖୋଲିକିରି ଗାଧଉଛି। ହଁ ଭଲକିରି ଗାଧଉଛି ସାବୁନ ଲଗେଇ ଗାଧଉଛି। ତାପରେ ସବୁଠୁ ବଡ ହେଇଛି ମୁଁ ମୁହଁରେ ସାବୁନ ଲଗେଇ ଦେଇଛି। ସେ ଭାବୁଛି ଆଉ ମୁହଁରେ ସାବୁନ କଣ? ଇଏ କିଛି ଦେଖି ପାରୁନି। ମୁଁ କିନ୍ତୁ ସବୁ ଦେଖୁଛି, ସବୁ ଜାଣୁଛି, କିଛି କହୁନି। କାହିଁକି କହିଲ? ମୁଁ ଭାବିଲି ଦେଖି ଏ ଲୋକଟା ଉପରେ କରୁଛି କଣ? ତାପରେ କଣ ହେଲା? ମାନେ ଆଗକୁ କଣ ହେଲା? ତାପରେ କଣ ହେଲା? ମୁଁ ମୋ ଦେହରେ ସାବୁନ ଲଗେଇ ପୁରା ଫେଣ କରିଦେଇथा। ଆଉ ସେଠୁ ମୁଁ ଧୀରେ ଧୀରେ ଯାଇକିରି ବାଥରୁମର ଲକଟାକୁ ଖୋଲିଦେଲି। ସେ ସେଠୁ କବାଟଟାକୁ ପୁରା ଖୋଲିଦେଲା। ମୋ ହାତରୁ ସାବୁନ ନେଇଗଲେ। ମୁଁ କିନ୍ତୁ ସବୁ ଜାଣୁଛି, ସବୁ ଦେଖୁଛି, କିଛି କହୁନି। କାହିଁକି କହିଲ? ମୁଁ ଭାବିଲି ଦେଖି ଏ ଲୋକଟା ଉପରେ କରୁଛି କଣ? ଅର୍ଦ୍ଧଲକ୍ଷ ମାନେ ସବୁ ଦେଖି ସାରିଲେଣି, ତାପରେ ଏତେ ବୁଝିବାର କଣ ଅଛି? ଘଟଣା ଘଟଣା ତମ ଦେହ ତ କିଛି ଲୁଗା ରଖିଲା। ଆଚ୍ଛା ସେ ଯୋଉ ପରିସ୍ଥିତିରେ ତମେ ସେ ଯୋଉ ବାଥରୁମର ଡୋର ଲକଟାକୁ ତମେ ଖୋଲୁଥିଲ କାହିଁକି? ଏବେ ବୁଝିପାରୁ ନା? ସିଏ ପୁରା ଦେଖୁଥିଲେ ଲୋକଟା କରୁଛି କଣ? ଭିତରେ ସାମ୍ନା ପୁରେଇ ଦଉଛ। ତାପରେ କଣ ହେଲା? ତାପରେ ମୋ ଦେହରେ ସେ ସାବୁନ ଲଗେଇଲେ, ମୋ ହାତରେ ସାବୁନ ଲଗେଇଲେ, ଆଉ ମୋ ପେଟରେ ହାତ ବୁଲେଇ ସାବୁନ ଲଗେଇ ଚାଲିଲେ। କିଏ ସେ ପାସାଣ୍ଡ ଯେ ମୋ ପଦବତୀ ପେଟରେ ହାତ ବୁଲେଇ ସାବୁନ ଲଗେଇ ଚାଲିଗଲା। ସଳକୁ ବାଡେଇ କା ଝାଡା ବାହାର କରିଦେବେ। ମୁଁ ତା ପେଟରେ ସାବୁନ ମାରି ଦେଖୁଥିଲି। ପିଲାଟା 11 ମାସ ହେଲାଣି, ଭୂମିଷ୍ଠ ହଉନି କାହିଁକି? ମାନେ ପିଲାଟା ବଞ୍ଚିଛି ନା ମରିଛି? ମୋ ମୁଣ୍ଡକୁ ସେମିତି ବୁଝୁଥିଲା ଯେ ତାର ତ ଡେଲିଭରି ଡେଟ୍ ଯାଇପାରେ ମାସେ ଖଣ୍ଡେ ଗଲାଣି, ଛୁଆ ଭୂମିଷ୍ଠ ହଉନି କାହିଁକି? ହାତ ମାରିକି ଦେଖିଲୁ ଛୁଆ ବଞ୍ଚିଛି ନା ମରିଛି? ହାତ ଗୋଡ ଛାଟିକି ଖେଳୁଛି, ହେଲେ ଭୂମିଷ୍ଠ ହବାର ଲକ୍ଷଣ ଜଣା ପଡୁନାହିଁ। ମାନେ ପିଲା ତଳ ମୁହଁ ହଉନାହିଁ।
ସ୍ୱପ୍ନ ମୁଁ ତ କହିଲି ତୁ ମେଡିକାଲ ନେଇକି ଯିବି ତୁ କହିଲି ନା ମୋ ଦେହ ଛୁରୀ ବଞ୍ଚି ଲାଗିବନି ମୁଁ ଏଇ ଘରେ ନେବି କାହିଁକି ପାହାନ୍ତିଆ ସ୍ୱପ୍ନ ଗୁଡା ସତ ହୁଏ ବୋଲି ମୁଁ ଜାଣିଛି। ମୁଁ ପାହାନ୍ତିଆ ସ୍ୱପ୍ନ ଦେଖିଛି। ସେ ମତେ ଆସି କହୁଛି ଝିଅ ଥିଲି ମା ହେବି କେମିତି। ଆଚ୍ଛା ସପୋଜ ମନେକର ଧରାଯାଉ ଯଦି ପାହାନ୍ତିଆ ସ୍ୱପ୍ନ ସତ ହେଇଗଲା এই ঝিও তুলি মা হেবি কেমিতি তা মানে কোন বুঝি পাইনি পয়েন্ট ধরি কথাটা কর বলি 5 খন্ড গারে তুমি মামত কর এই ছুটিয়া কথা তুমি বুঝি পারলো না না কয়া কথা এই যে তাকে পেটে যে পিলাটা আছে সে তোমার আগুরু স্ত্রী ছিল তো মনে কই ମୁଁ ତ ମାନେ ଆଜ ବ୍ରହ୍ମଚାରୀ ମୁଁ ତ କୋଉଠି ବେଦିରେ ବସି ବାହା ହେଇନି ଆମର ସ୍ତ୍ରୀ ଥିଲା କୋଉଠି ସିଏ କଣ ବେଦିରେ ବସି ବାହା କଥା କହୁଛି ସିଏ କହୁଛି ତମେ ତା ପାଖକୁ ଯା ଆସ କରୁଥିଲ ସେ ଛୋଟ ଜାତିର ଝିଅ ବୋଲି ତମେ ତାକୁ ଘରକୁ ନେଲନି ଚିନ୍ତା କର ତମରି ପାଇଁ ସେ ମା ହେଲା ଏ ଗାଁ ସାରା ବୁଲି ବୁଲି ତମ ନାଁ କହିଲା ବୋଲି ତମେ ଆଉ ତା ପାଖକୁ ଗଲନି ସେ ସେଉଠୁ ଗୋଟାଏ ଝିଅ ପିଲା ଜନ୍ମ କରି ଆତ୍ମହତ୍ୟା କରି ମରିଗଲା। ସୁଲୋଚନା କଥା କହୁଛି ସୁଲୋଚନା ପାଟ ଦେଇପୁର ଗାଁ ଗୋପାଳ ବସ୍ତିର ଝିଅ ସୁଲୋଚନା ତମରି ପାଇଁ ସେ ଆତ୍ମହତ୍ୟା କରିଦେଲା। ସେଟା ହଉଛି ମୋ ନିଶା ଭାଇକା ଭିତରେ ଯାଉଛି ସେଠିକା ଟୋକା ଯଦି ଏ ଖବର ଶୁଣିବେ ନା ମୋ ନାକ କଟିବନି ରେ ମୋ ନାକକୁ ସେମାନେ କାଟିଦେବେ। ମେଡିକାଲ ଚାଲେ ତମେ ଗୋଟେ କାମ କର କଲେ ଯାଇକି ମୁଁ ବଞ୍ଚିଯିବି ତମେ ତାକୁ ଭୁଲ ମାଗ। ହେ ସୁଲୋଚନା ମୁଁ ତମ ପ୍ରତି ଅନ୍ୟାୟ କରିଛି ମୁଁ ମୋ ଦୋଷ ସ୍ୱୀକାର କରୁଛି। ଆଚ୍ଛା ସପୋଜ ମନେକର ଯଦି ମୁଁ ଭୁଲ ମାଗିଦେବି ଆଚ୍ଛା ଛୁଆ କଣ ରୁଷି ଯାଇଥିବ ସୁଧାରେ କେହି ଅଛି ଆମେ 3 ଜଣ ତ ଅଛୁ ମୁଁ ଭୁଲ ମାଗିଦେବି କିନ୍ତୁ କୋଉଠି କାହାର କହିପାରିବୁନି ଏ ସୁଲୋଚନା ତମ ପ୍ରତି ମୁଁ ବହୁ ଅନ୍ୟାୟ କରିଛି ତମ ସହିତ ମାନେ ଦୈନିକ ସମ୍ପର୍କ ରଖି ତମକୁ ବାହାର ହବାଟା ମୋର ମସ୍ତକୁ ଭୁଲେଇଛି ଏଇ କାରଣରୁ କାମ କରିବିନି ଅନୁରୋଧ ତମେ ଆଉ ବାବା ମତେ କେତେ କଷ୍ଟ ଦିଅ ନା ତାପରେ ସେ ଛୁଆଟାକୁ ଦିନ ଶୀଘ୍ର ନିର୍ଗତ କରିଦିଅ ପଦ୍ମା ମୁଁ ସତ କହୁଛି ମାନେ ଆମ ପଦ୍ମା ଭାରି କଷ୍ଟ ପାଉଛି ସେତେବେଳେ ମୁଁ ତମକୁ ସେଟା ସ୍ତ୍ରୀ ବୋଲି ଗ୍ରହଣ କଲି କିନ୍ତୁ ଏବେ ମାନେ ଝିଅ ବୋଲି ଗ୍ରହଣ କରି ତାକୁ ପୁରା একদম ତା ବାହାଘର ଧୁମଧାମ କରିବି ଜମ କରି ବାହାଘର କରି ତାକୁ ଦାନ ଯୌତୁକ ଯୌତୁକ ଦେବ ଏ କାହାକୁ ଦେବ ଝିଅକୁ ଦେବ ନା ଝିଅକୁ ଦେବ ଦେଖୁଛୁ ଆମ ବୁଝୁଛୁ କଦଳୀ ଯିଏ ମୋ ଝିଅକୁ ବାହା ତାକୁ ଦେବି ହେଲା ଆଉ ଯୋଉ ସୁଲୋଚନା ମରିଯାଇଛି ତା ଝିଅକୁ କଣ ଦବ? ଦେବି ଫିକ୍ସ ଡିପୋଜିଟ୍ ଅଛି ତାକୁ ଭାଙ୍ଗି ଦେବି ଆଚ୍ଛା କହିଲ ଆଧାର କାର୍ଡ ବାପା ନା କାର୍ଡ ରହିବ ବାପା ନା ମୋ ନା ଚିନ୍ତା କରି କୁହ ହଁ ମୋ ନା ବାଂଲାଦେଶ ବାଂଲାଦେଶ ଗଲା ହଜାର ହାଣ୍ଡି ସିଲି ପଟ ହେଇଗଲା ସୁଲୋଚନା ମରିଯାଇଛି ତାର ଅରିଜିନାଲ ଝିଅ ମୁଁ ମୋ ମା ମତେ ଜନ୍ମ କରି ଆତ୍ମହତ୍ୟା କରି ମରିଯାଇଛି। କଥାଟା କର ବୋଲି 5 ଖଣ୍ଡ ଗାଁରେ ତମେ ମାମଲ ଦରକାର ତମେ ଗୋଟେ ସହଜରେ ପଦ୍ମବତୀ ଗ୍ରହଣ କରିଥାନ୍ତ ତମ ବ୍ରେନ୍ ଟୁ ମୋର ଆହୁରି ସୁପର ବ୍ରେନ୍ ପୋଲିସ ଚାକିରି କରିଛି ପୋଲିସ ବୁଦ୍ଧି ଖଟାଇଲି ତା ପେଟରେ ନିଚରେ ପିଲା ଅଛି ବୋଲି ଆମେ 2 ଜଣ ଏ ବିଷୟରେ ଗୋଟେ ନାଟକ କରୁଥିଲୁ। ଏବେ ତ ତମେ ମତେ ବାହା କରିଦବ ବୋଲି କହିଦେଲ ଏଥର ଜାଣି ଯାଉଛୁ କଦିଅ ଦେବି ମୋ ନାକ ନିଜେ ସବୁ କଟିଯିବ ମୋ ମାନ ସମ୍ମାନ ସବୁ କହିବୁନି ଖାଲିଟା ରେକର୍ଡିଂ ହେଇଛି ଏ 5 ଖଣ୍ଡ ମଉଜାରେ
दुल्हन ବାପା पापा अरे जियो जोई तम बसलो काई तो हो ला तू तो किड़ा गुडा की गाड़ी नहीं छी कहला कि असुविधा नहीं तमे सपच मन कर धरा जाऊ जदी मोर जियो जोई हेला नहीं हम सपच मन कर धरा जाऊ जदी नहीं तमे तो मोर जियो जोई हेला ବାପା गोटे कथा बाकी रही गला हो लागो आमुने भलो करे आशीर्वाद कर हां हां आशीर्वाद के आशीर्वाद करिबा ना हां मु एति आशीर्वाद करूची तमे बोलला जाए बंची थ